ଶ୍ରାଦ୍ଧବାର୍ଷିକ ଅବସରରେ ଭଜନ ସମାରୋହ ଅନୁଷ୍ଠିତ। ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମାସଡ଼ା ସ୍ଥିତ ବାସଭବନରେ ପ୍ରମିଳା ଦେବୀ ସହକାରୀ ଆବାସିକ ଉଦ୍ୟୋଗର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ ଏବଂ ସାଧାରଣ ଲୋକଙ୍କ ଦୁଃଖ ସୁଖର ସାଥୀ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ ହୋଇଛି। କେବଳ ଭଜନ ସମାରୋହ ନୁହେଁ, ତାଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ସ୍ଥାପିତ ଏବଂ ନାମଯଜ୍ଞ ଓ ଶୁଭାଧିବାସ ହୋଇଥିଲା। ଏହାସହ ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଆୟୋଜିତ ସଭାରେ ବିଶିଷ୍ଟ ବ୍ୟକ୍ତିତ୍ୱ ଯଥା ମହିଳା କମିଶନର ତଥା ସମାଜ ସେବିକା ସୁନନ୍ଦା ପତି, ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ସଭାପତି ଇଞ୍ଜିନିୟର ସୁଶାନ୍ତ କୁମାର ମିଶ୍ର, ଦିଲ୍ଲୀପ କୁମାର ମିଶ୍ର, ନିତ୍ୟାନନ୍ଦ ରାଉତ, ପ୍ରଦୀପ କୁମାର ମଲ୍ଲିକ, ସରୋଜ କୁମାର ସାହୁ ଏବଂ ସଙ୍ଗୀତଜ୍ଞ ମାଧବାନନ୍ଦ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଆଉ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଭଲ ପାଉଥିବା ବିଭିନ୍ନ ଅଞ୍ଚଳର ବ୍ୟକ୍ତି ଜନସାଧାରଣ ତାଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଶାନ୍ତ କୁମାର ମିଶ୍ର, ଦିଲ୍ଲୀପ କୁମାର ମିଶ୍ର ଏବଂ ପୁତ୍ର ପ୍ରତୀକ କୁମାର ମିଶ୍ର ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ନାଓ।